ଏବେ ଯୋଉ ଭଳିଆ ଗରମ ହଉଛି ନା, ପଖାଳ ଖାଇବାକୁ ଭାରି ମନ ହଉଛି। ମାମାକୁ ସକାଳୁ ସକାଳୁ ଆସିକି କହିଲି, ମାମା ଟିକେ ପଖାଳ ଖାଇବି। ମାମା ସାଙ୍ଗେ ସାଙ୍ଗେ ଛତୁ କୁଆଡୁ ଆଣି ସୋରିଷ, ଜିରା, ଶୁଖିଲା ଲଙ୍କା, ରସୁଣ, ଟମାଟୋ ଦେଇ ତାକୁ ଗୋଟେ ବେସର କରିଦେଲା, ବାଟିଦେଲା। ବେସରକୁ ବାଟି ଦେଇକି ଛତୁରେ ଗୋଳେଇ ଦେଲା। ଛତୁରେ ଭଲ ଭାବରେ ସେ ବେସରକୁ ଗୋଳେଇ ଦେଇକି ତାକୁ ଅଧଘଣ୍ଟେ ପାଇଁ ଘୋଡେଇକି ରଖିଦେଲା। ମତେ ଇଆଡେ ପ୍ରବଳ ଭୋକ କଲାଣି। ଖାଲି ଦେଖୁଛି ମାମା କେତେ ଶୀଘ୍ର କରିକି ଦବ, ମୁଁ ପଖାଳ ପେଟେ ଖାଇବି। ମାମା ତ ଏପର୍ଯ୍ୟନ୍ତ ଛତୁ ଭାଜିନି, ଖାଇବି କେମିତି? ମାମାକୁ ତର ତର କରି କହିଲା ପରେ ମାମା ସାଙ୍ଗେ ସାଙ୍ଗେ ତାୱା ବସାଇ ସେଥିରେ ସୋରିଷ ତେଲକୁ ଦେଲା। ସୋରିଷ ତେଲ ଟିକେ ଗରମ ହେଲା ପରେ ସେଥିରେ ଛତୁ ଆଉ ଯୋଉ ମସଲା ରଖିଥିଲା ବାଟିକି ସେଥିରେ ଗୋଳେଇକି ସେଥିରେ ସବୁତକକୁ ପକେଇ ଦେଲା। ତାପରେ ଆସ୍ତେ ଆସ୍ତେ ଛତୁକୁ ଏପଟ ସେପଟ କରିକି ଭାଜିଲା। ପାଞ୍ଚ ମିନିଟ ପରେ ମୁଁ ଆସିକି ଯେତେବେଳେ ଦେଖିଲି ଛତୁରେ କଣ ମେଞ୍ଚେ ପାଣି ବାହାରିକି ଅଛି। ମାମାକୁ ପଚାରିଲି, ମାମା କହିଲେ ବ୍ୟସ୍ତ କାହିଁକି ହଉଛୁ, ଆଉ ଟିକେ ସମୟ ପରେ ସବୁ ପାଣି ଶୁଖିଯିବ। ଶୁଖି ଯାଇଛି, ଛତୁ ପୁରା ଭଲ ଭାବରେ ଭାଜି ହେଇଯାଇଛି। ମୋର ଦେଖିକି ଗୋଟେ ଗୀତ ମନେ ପଡିଗଲା, ଆସ କିଏ ଖାଇବ ଆମ ରାଜା ବାବୁ ଘର ଖାନା, ପଖାଳ ସାଙ୍ଗକୁ ଛତୁ ଭଜା ଲାଗେ ଭାରି ମଜା। ମୋ ମନ ତ ଖାଲି ଗୁଡୁଥିଲା ଛତୁ ଭଜାକୁ ପଖାଳ ଖାଇବି ବୋଲି। ତାପରେ ମାମା ପୋଇ ପତ୍ର କୋଉଠୁ ଆଣିଥିଲା କେଜାଣି, ବେସନ ଟିକେ ଆଣିଲା ହାରି। ବେସନ ଆଣିକି ସେଥିରେ ଶୁଖିଲା ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଆଉ ସୋଢା ସବୁ ପକେଇକି ଗୋଳେଇ ଦେଲା। ମାମାକୁ କହିଲି, ଆଲୋ ମାମା ଏଇଟା ପୁଣି କି ଶାଗ? ମାମା କହିଲା, ଏଇଟା ଜାଣିନୁ, ଏଇଟା ପରା ପୋଇ ଶାଗ। ଏଇ ଶାଗରେ ବହୁତ ଭିଟାମିନ ଥାଏ। ଭିଟାମିନ ଏତେ ଅଛି ଯଦି ତାହେଲେ ମୁଁ ଖାଇବି। ତାପରେ ସାଙ୍ଗେ ସାଙ୍ଗେ ମାମା ବେସନକୁ ଗୋଳେଇ ଦେଇ କଡେଇରେ ତେଲ ଗରମ କଲା। କଡେଇରେ ତେଲ ଗରମ ତାତିଲା ପରେ ଆସ୍ତେ ଆସ୍ତେ ପୋଇ ପତ୍ର କେତେଟା ଆଣିକି ବେସନ ଗୋଳଣିରେ ବୁଡେଇ ଦେଲା। ବେସନ ଗୋଳଣିରେ ବୁଡେଇ ଦେଇକି ତାକୁ ତେଲ ଗରମ ହେଇଥିବ ବୋଲି ଦେଖିକି ସେଥିରେ ପକେଇ ଦେଲା। ପୋଇ ଛାଣୁଥାଏ, ମୁଁ ଇଆଡେ ଟିକେ ଡହଳ ବିକଳ ହେଉଥାଏ, କେମିତି ଖାଇବି ପଖାଳ। ମାମାକୁ ତରତର କରିକି ଛତୁ ଭଜେଇ ଦେଲି, ଆଉ ପୋଇ ପକୋଡି ବି ଛାଣିଦେଲା ମମି। ତାପରେ ମାମା ତ ମୋ ପାଇଁ କଂସାଏ ପଖାଳ ରେଡି କଲା। ଆଉ ପଖାଳ କଂସାଏକୁ ଛତୁ ଭଜା, ପୋଇ ପକୋଡି ଆଉ ଆଳୁ ସିଝା, ମିକ୍ସଚର, ପିଆଜ ପାଗ। ଓଃ କି ଶାନ୍ତି। ଭିଡିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ କରିବେ ଆଉ ଲାଇକ୍ ବି କରିବେ।